ବିଜେପିର ଲଙ୍ଗଳେଶ୍ୱର ମଣ୍ଡଳ କାର୍ଯ୍ୟାଳୟ ଉଦ୍ଘାଟନ କଲେ ବିଧାୟକ। ଖଲିକୋଟ ନିର୍ବାଚନ ମଣ୍ଡଳୀର 13 ନମ୍ବର ଜିଲ୍ଲା ପରିଷଦ ଜୋନ୍ର ଲଙ୍ଗଳେଶ୍ୱର ମଣ୍ଡଳ ବିଜେପି କାର୍ଯ୍ୟାଳୟ ସାବୁଳିଆଠାରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟାଳୟକୁ ଖଲିକୋଟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଖଲିକୋଟ ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଓ ସମର୍ଥକଙ୍କ ଗହଣରେ ବିଧାୟକ ଶ୍ରୀ ସେଠୀ ସାବୁଳିଆ ଦକ୍ଷିଣେଶ୍ୱର ମନ୍ଦିର ନିକଟରେ ପହଞ୍ଚିବା ପରେ ସେଠାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶ୍ରୀ ସେଠୀଙ୍କୁ ବାଜା ବଜାଇ ଏକ ବିରାଟ ପଟୁଆରରେ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ସେଠାରେ ପହଞ୍ଚି ବିଧାୟକ ଫିତା କାଟି ଆନୁଷ୍ଠାନିକ ଭାବେ କାର୍ଯ୍ୟାଳୟକୁ ବିଧିବଦ୍ଧ ଭାବେ ଶୁଭାରମ୍ଭ କରିଥିଲେ। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଲଙ୍ଗଳେଶ୍ୱର ମଣ୍ଡଳ ସଭାପତି ପଙ୍କଜ ମାଝୀ, ମଣ୍ଡଳ ସମ୍ପାଦକ ସୁନୀଲ କୁମାର ପୋଲେଇ, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି କାଳୁରାମ ମହାରଣା, କହ୍ନେଇପୁର ମଣ୍ଡଳ ସଭାପତି ମିଟୁ ସ୍ୱାଇଁ, ସରପଞ୍ଚ ଶିକ ପାଣ୍ଡି, ମହେଶ୍ୱର ସ୍ୱାଇଁ, ମନୋଜ ସେଠୀ, ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ, ଖଲିକୋଟ ଅଟଳ ଯୁବ ବାହିନୀ ସଭାପତି ଶୁଭଜିତ କୁମାର ସମେତ ସହସ୍ରାଧିକ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ। ଆଜି ଆମର ଲଙ୍ଗଳେଶ୍ୱର ମଣ୍ଡଳର ସାବଳିଆ ଗାଁରେ ଆମର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ପଙ୍କଜ ମାଝୀଙ୍କ ତତ୍ତ୍ୱାବଧାନରେ ସୁନୀଲ ପଲେଇ ସହିତ ଆଜି ଏଠାରେ ଗୋଟେ ଅଫିସ୍ ଆରମ୍ଭ ହୋଇଛି ଏବଂ এই অফিসর উদ্দেশ্য হল আমার আগামী পঞ্চায়েত নির্বাচନରେ আমি কেমতি ভাল করবু এবং সমস্ত নেইকি ভাই বন্ধু কুটুম্ব করি আমি কেমতি আগু বড়িবু সেই উদ্দেশ্যে আজ এইটি অফিসটি আরম্ভ হয়েছে। হব আমার যে অছি সুনীল ভাই পঙ্কজ ভাই এমানে বহুত সুসংগঠক বহুত ভাল হব আগামী দিনে সেই লক্ষ্য নেই আজ আমি এইটা আরম্ভ করছি। ମୋ ନାଁ କାଳୁରାମ ମହାରଣା, ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି। ଦେଖନ୍ତୁ, ଇଏ ବିଜେପି ଦଳକୁ ନେଇକି ଯେଉଁ 12 ଲଙ୍ଗଳେଶ୍ୱର ମଣ୍ଡଳର ଆଜି ପାର୍ଟି ଅଫିସ ଉଦ୍ଘାଟନ ହେଇଛି ଆମ ପ୍ରିୟ ବିଧାୟକ ନେତୃତ୍ୱରେ, ଆଉ ଏଇଠିର ମଣ୍ଡଳ ଭାଇ ସୁନୀଲ ଭାଇ, ଆମେ କିନ୍ତୁ ଆଗକୁ ଏଇ ସାବଳିଆ ପଞ୍ଚାୟତ ଆମ ହତିଆରକୁ ନେବୁ, ସମସ୍ତ ଜନସାଧାରଣ ପାଖେ ଆମେ କେମିତି ପହଞ୍ଚିବୁ, ଘର ଘରେ ମା ମାଉସୀ ଭାଇ ଭଉଣୀ ଯୁବପିଢ଼ିକି ନେଇକି ଆମେ ପଞ୍ଚାୟତ ଆମ ନିଜ ଦଖଲକୁ କେମିତି ନେବୁ ବୋଲି ଆମର ଆଜିରୁ ଚେଷ୍ଟା ରହିବ।